आंतरिक संघ सभापति महोदय तथा उपस्थित लोकसेना सदस्य भाई मान आज आमर बड़ सौभाग्यर दिन जे आम एकत्रिश वार्षिक उत्सव आमर हतसंघर भाई और माँ मान पाई आम प्रति बहुत आनंददायक विषय आवेदन कार्यक्रम वाक्य कहले माँ कहले सरकारी मध्य मध्य व्याख्या कर भाव विनिमय प्रधान उद्देश्य जहाँ बुझे ये केवल ठाकुर प्रति आमर भावटा गाढ़ हवा से उद्देश्य भाव विनिमय कार्यक्रम आम अनेक समय चिंता करे आम जो ठाकुर को सबू को आसू ये करूँ गोटे अवचेतन मनरे आम गतानुगत कथार जिते चेतन मनरे आम सब चिंता करूँ जो कार्यक्रम आम करुचे आम जाऊे कहीं जाऊे कौन करुचे ये जिनसा करूँ ସେଇଟା ଆମ ଭିତରେ ଗୋଟେ ରେଖାପାତ କରିବା ତାକୁ ଅନ୍ୱେଷଣ କରିବାକୁ ପଡ଼ିବ ସେଇ ଅନୁସନ୍ଧିତ ଇଚ୍ଛାଟା ଆମର ଠାକୁରଙ୍କ ପ୍ରତି ଆମର ଭାବଟାକୁ ଗାନ କରିବ ସପ୍ତାହରେ ଯେଉଁ କହୁଥିଲେ କହିଲେ ଆମେ ସ୍ଥୂଳରେ ସମସ୍ତେ ଦେଖା କରିବାକୁ ଇଚ୍ଛା ଆମର ସମସ୍ତଙ୍କ ସନ୍ଧ୍ୟାରେ ଅଛି ଯେ କର୍ମ ଭକ୍ତି ଆଉ ଜ୍ଞାନରେ ସିଦ୍ଧ ହେଲେ ଠାକୁର गुरुदेव शिक्षकर योग्यता अर्जन हुए और यही शिष्य को गुरुदेव दर्शन दान कर कर्म ज्ञान और भक्ति निपुणता लाभ कले अनेक समय मुझे चिंता करे माने डरी जाए ठाकुर स्थूल मत देखादेले मत जदि कौन हठात किना जदि गोटे आदेश देवे मुझे तो विचार ठीक करी बड़ा असुविधा हो तेणु अनेक समय ठीक अच्छे यही भाव चलू तेणु ये भावनाटा मो भर सृष्टि हुए आमर आज जो कार्यक्रम से सब है स्वधर्म अनुशीलन कथा पढ़ा स्वधर्म अनुशीलन ये स्वधर्म अनुशीलनटा कौन स्वधर्म कौन ये स्वधर्म विषय कहे स्वधर्म है आत्मार धर्म भगवत कर्म करने आत्मा को जो कार्य सेटा है स्वधर्म आउ इंद्रिय मानकर जो कर्म इंद्रिय बसीभूत होकर आम देह जो कर्म करूँ सेटा है परकर्म तेणु ये जो स्वधर्म आम कर सब बही मत लिखिं दोषांश परिहार कर प्रधानमंत्री व्रती है आम श्रम सार्थक मन कर स्वधर्म आम जिते सब पाठ पढ़ा हो स्वधर्म अनुशीलन किंतु माने निर्दिष्ट भाव में आम अनुसरण कर स्वधर्मटा कौन ताले गोटे कथा कहवा केवल गुरुदेव आदेश अनुसार जीवन धारण करवा जीवन को गठन करवा जीवन प्रतिपादन करवा ही स्वधर्म अनुशीलन ये गोटे कथा को आम ध्यान देवा जे स्वधर्म अनुशीलन आमर कर्म ठाकुर कर्म करवा भक्ति प्रति आम जो श्रद्धा अच्छी श्रद्धा अनुसार कर्म करवा ज्ञान कहले समस्त को जगत को गुरु ज्ञान करवा अर्थात सबुथे से प्रतिष्ठित अच्छा से रही कथाटा को से ये संसारटा को से चलाउछन्ति ए कथाटा को सब चिंता करें आमर कर्म ज्ञान भक्ति यही जो शिष्योत्तर योग्यता आम प्रकृत लाभ कर लाभ करने कहे आदर्श देवे ये कम कर जो आम विचार कर धारणा भर रही आम जहाँ कह सागे सागे करके
ତେଣୁ ସେଇ ଅବସ୍ଥାକୁ ଆମକୁ ଯିବାକୁ ପଡ଼ିବ। ସେଥିପାଇଁ ଏ ସବୁ ଶାସ୍ତ୍ରପାଠ ମାନେ ଭାବନା, କେବଳ ଭାବନାର ପରିବର୍ତ୍ତନ ହିଁ ସବୁର ମୂଳ। ଭାବନା ହେଲା 14, କାର୍ଯ୍ୟ ହେଲା 2 ଜଣ। ତ ଭାବନାରେ ସିଦ୍ଧ ହେଇଯିବା ଆଉ କାର୍ଯ୍ୟ କରିବାଟା ବେଶୀ ଆଉ ବାକି ରହିବ। ତେଣୁ ଭାବନାଟା ପ୍ରଥମେ ସିଦ୍ଧ ହେବା କଥା। ତେଣୁ ଏଇ ଯୋଉ ଆମର ଯୋଉ ଆଞ୍ଚଳିକ ସଂଘ ଚିନ୍ତା କଲେ ସେ ଗୋଟେ ମାନେ ଅନବଦ୍ୟ ଆମର ଆମରି ସଂଘ ଭିତରେ ଆମେ ଶିକ୍ଷାଦାନ ଭିତରେ ଯୋଉ କାହା ବେଙ୍ଗ କରୁ, ଶାସ୍ତ୍ର ପଠନ କରୁ, ସେ ଅନେକ ସମୟରେ ଆମକୁ ସେଇଟା ସବୁଦିନ ହଉଛି ତା ଭିତରେ ଆମେ ଟିକେ ନିଷ୍କ୍ରିୟ ଭାବ ଆମର କ୍ରିୟା କରେ। ତେଣୁ ଅନ୍ୟାନ୍ୟ ଭାଇମାନଙ୍କ ସହିତ ଆମେ ଯେତେବେଳେ ଆସିକିରି ଏଇ ବିଷୟ ଠାକୁରଙ୍କ ବିଷୟ ଆଲୋଚନା କରୁ, ତାହେଲେ ଆମ ଭିତରେ ଗୋଟେ ଉଦ୍ଦୀପନା ସୃଷ୍ଟି ହୁଏ, ଠାକୁରଙ୍କ ପ୍ରତି ଗୋଟେ ଅଲଗା ଭକ୍ତିଭାବ ସୃଷ୍ଟି ହୁଏ। ତେଣୁ ଆମେ ସେଇଟାକୁ ଆଜି ଉପଲବ୍ଧି କରୁଛୁ ବା ଅନ୍ୟ ସଂଘ ମାନଙ୍କରେ ମଧ୍ୟ ଉପଲବ୍ଧି କରୁଛୁ। ତେଣୁ ଏଇ ପ୍ରକାର ଯୋଉ ଭାବ ବିନିମୟର ପ୍ରଶସ୍ତ କ୍ଷେତ୍ର ଆମକୁ ମିଳୁଛି ଏବଂ ସେଇ ଭାବ ବିନିମୟର ସେଠୁ ଧାରାଟା ହେଇଛି ଆମେ ଯେ ଆଞ୍ଚଳିକ କରୁଛେ, ସେ ପ୍ରାଦେଶିକ ସ୍ତରରେ ଯୋଉ ଆମର ହଉଛି ସେ ତାର ମଧ୍ୟ ଆହୁରି ସେଟା ବଡ଼ ଧରଣର ହଉଛି, ସାର୍ବଭୌମ ସମ୍ମାନ ସେଟା ଆହୁରି ବଡ଼ ଧରଣର ହଉଛି। ତେଣୁ ଏଇ ଯୋଉ ଆମର ଭାବ ବିନିମୟ ଠାକୁରଙ୍କ ଭାବଧାରାକୁ ଆମେ ଗ୍ରହଣ କରିବା, କାର୍ଯ୍ୟ କରିବା, ସେଇ ଯୋଉ ପ୍ରେରଣାଟା ଆମେ ଲାଭ କରୁଛୁ, ସେଇ ଭାବ ବିନିମୟର ଉଦ୍ଦେଶ୍ୟ ଆଉ ଆମର ଏଇ ସଂଘ ଅନୁଷ୍ଠାନ କରିବାରେ ମଧ୍ୟ ସେଇଭଳି ଉଦ୍ଦେଶ୍ୟ। ତେଣୁ ଆଜିକାର ଯୋଉ ଆମର ଆମେ 31 ବର୍ଷ ଆମେ ଇଏ କଲୁଣି, ଆମେ ଟିକେ ସବୁବେଳେ ଆମର ସେ ମୋର ଭାଇ ଆମର କଥା କହୁଥିଲେ, ଆସି ନଥାନ୍ତି ଦେବେ ମୁଁ ତବ ସୂଚନ କର୍ମର ପୁଟିଳା ବର୍ତ୍ତେ ଯାଇଥାନ୍ତି। ଆମର ପ୍ରାର୍ଥନା ଯୋଉ ଅଛି, ମାନେ ଏଇ ପ୍ରକୃତ ଏଇଟା କଣ ଆମେ ଚିନ୍ତା କରୁଛୁ କେବେ ହେଲେ ବସିକିରି ଠାକୁରଙ୍କ କୃପାରୁ ଯେ ମୁଁ ଯଦି ଆଶ୍ରିତ ନ ହେଇଥାନ୍ତି କର୍ମର ପୁଟିଳା ମତେ ଯାଇଥାନ୍ତା ପ୍ରାଣ। এই কথাটা যেତେବେଳେ ଆମେ ଦୃଢ଼ ଚିନ୍ତା କରି ଆମେ ନିଶ୍ଚିତ ଏଇ ଠାକୁରଙ୍କ କୃପାରୁ ଇଏ ହଉଛି ଆମେ ନା ଦେହ ମନ ପ୍ରାଣ ଆତ୍ମରୁ ଯେତେବେଳେ ଏଇ କଥାଟାକୁ ପୂର୍ଣ୍ଣ ରୂପେ ଗ୍ରହଣ କରିବ ଯେ ଠାକୁରଙ୍କ କୃପାରୁ ଯଦି ମୁଁ ସେ ମତେ ଟିକେ ଆଶା ଦେଇନଥାନ୍ତେ ମୋର ଅବସ୍ଥା କଣ ହେଇଥାନ୍ତା, ମାନେ ଖାଲି ବୈଷୟିକ କର୍ମ କଥା ନୁହଁ, ସେ ଆଧ୍ୟାତ୍ମିକ ଭାବଟାରେ ମଧ୍ୟ ଯେ କଣ ହେଇଥାନ୍ତା, ତାହେଲେ ସେ କଥା ତୁମର ମାନେ ସେତିକି ଯେ ଏଇ ଭାବଟା ଯେତେବେଳେ ଆମେ ସିଦ୍ଧ ହେଇଯାଇଥାନ୍ତୁ ହେଇଯିବୁ, ତାହେଲେ ଗୋଟେ ଅଲଗା ପ୍ରକାର ଆମର ପରିବର୍ତ୍ତନ ହେଇଯିବ। ପ୍ରକୃତ ଠାକୁର ମାନେ ଜୀବନର ସର୍ବସ୍ୱ ଏଇ ଧାରଣାଟା ଆମର ଉପଲବ୍ଧିଟା ହଉଛି। ପୁଣି ଏ ଯୋଉ ବେଶୀ କରେ ଭଳିଆ ଚାଲିଛି ହଉଛି ତାହେଲେ ଆମେ ପର୍ଯ୍ୟବେକ୍ଷଣ ଦରକାର। ତେଣୁ ଆମର ଏଇ ଯୋଉ ସମ ଅଧିବେଶନ ହଉଛି ବା ଶାସ୍ତ୍ରପାଠ ହଉଛି, ସେ ସବୁର ମୂଳ ଉଦ୍ଦେଶ୍ୟ କି ଠାକୁରଙ୍କ ପ୍ରତି ଆମର ଦୃଢ଼ ନିଷ୍ଠା। କେବଳ ସେତିକି ଏ ଯୋଉ ଆମର ଶାସ୍ତ୍ର ଯେତେ ସବୁ ପାଠ ହଉଛି ମାନେ ଆମକୁ ଦିଆ ହଉଛି, ଅନେକ ଉଦାହରଣ ଦିଆହଉଛି, ସେଇ କଥାଟାକୁ ଏଇ କଥାଟାକୁ ଖାଲି ଏଇ ଦୃଢ଼ ନିଷ୍ଠା ଯେ ସେ ସବୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାର ଛାଡ଼ି ଦେଇକିରି ଆମ ସବୁ କାମ କରିବା ଏବଂ ସେ ସବୁ କାମ କରୁଛନ୍ତି ବୋଲି ବିଚାର କରିକିରି ଆମେ ଟିକେ ନିଶ୍ଚିନ୍ତ ରହିବା, ତାଙ୍କରି କାମ କରିବା। ଆଉ ତେଣୁ ସେଇ କଥା ଗୁଡ଼ିକୁ ଆମେ ଯେତେବେଳେ ଗ୍ରହଣ କରିଯିବା, ତାହେଲେ ଆମର ଜୀବନର ନିଶ୍ଚୟ ଆମ ମାନେ ଆମେ ବୁଝୁ ନ ବୁଝୁ ଏ ଆମର ଅବଚେତନ ମନରେ ନିମିତ୍ତ ଚେତନ ହେଇକିରି ଗୋଟେ ଅଲଗା ପରିବର୍ତ୍ତନ ହେଇଯିବ। ପ୍ରକୃତ ସେଇଟା ହିଁ ଆବଶ୍ୟକତା କରୁଛି। ତେଣୁ ଆମେ ସମସ୍ତେ ଗୋଟିଏ ନିଷ୍ଠାର ସହକାରେ ଚେତନଶୀଳ ଭାବରେ ଏଇ ଚିନ୍ତା କରିବା ଯେ ଆମେ ଠାକୁରଙ୍କ ଆଶ୍ରିତ ଆଦର୍ଶ ଗୃହସ୍ଥ କରିବା। ସେଇ ଏତେ ଯୋଉ ପାଠ ପଢ଼ା ହେଲା କେମିତି ଠାକୁରଙ୍କ କର୍ମ କରିବା ହେଲା ସବୁବେଳେ ମୂଳ କଥା। ସଂଘକୁ ନ ଆସିକି ଯେତେବେଳେ ରହିପାରିବା ନାହିଁ, ଆଜି ସତଭାଗୀ ଡାକି ସେ ଯେ ମାନେ ମୋ ଅନୁରୋଧରେ ଆସନ୍ତି ତା ନୁହଁ, ଏଇଟା ଗୋଟେ ତାଙ୍କର ଠାକୁରଙ୍କ ତାକୁ ଯିବାର ସେ ଗୋଟେ ବାଧ୍ୟତା ଉପଲବ୍ଧି କରୁଛି। ସେଥିପାଇଁ ସେ ଆସେ ମୁଁ ଜାଗା ହଁ ଗୋଟେ ଲୌକିକତା, କିନ୍ତୁ ସେ ଆସିଗଲା ତାଙ୍କର ଲୌକିକତା ରକ୍ଷା, କିନ୍ତୁ ତା ଭିତରେ ତାଙ୍କର ଠାକୁରଙ୍କ ପ୍ରତି ଗୋଟେ ଭାବ ଯେ ନାଇଁ ତାଙ୍କୁ ଗଲେ ଆଜି ଆଚରଣ ଅଛି କିମ୍ବା ସେଠି ଠାକୁରଙ୍କ କଥା ଶୁଣିବା, ଠାକୁର ଭକ୍ତମାନଙ୍କ ଭିତରେ ଦେଖିବା। ଆଜି ଯୋଉ କଥା କହୁଥିଲେ ନିଜ ଭିତରେ ଭଗବାନ ନ ଦେଖିଲେ ସମସ୍ତଙ୍କ ଭିତରେ କି ଭଗବାନ ଦେଖିବ? ଆଗ ନିଜ ଭିତରେ ଭଗବାନ ଅଛନ୍ତି ଚିନ୍ତା କର, ଆଉ ଅନ୍ୟ ଭିତରେ ଭଗବାନ ସମସ୍ତଙ୍କ 99% ଲୋକ କହିବେ ଏ ସମସ୍ତଙ୍କ ଭିତରେ ନାରାୟଣ ଅଛନ୍ତି। ଆରେ ସମସ୍ତଙ୍କ ଭିତରେ ତ ନାରାୟଣ ଅଛନ୍ତି, ସମସ୍ତ କଥା ବୁଝିବେ, କିନ୍ତୁ ତୁମ ଭିତରେ ଯେ ଅଛି ସେ କଥା ତୁମ
ନିଜ ଭିତରେ ଭଗବାନ ଅଛନ୍ତି ସେଇଟା ଉପଲବ୍ଧି କର। ନିଜେ ସେଥିପାଇଁ ନିଜେ ସାଧନାଟାକୁ ଆଗ କର, ନିଜେ ସତରେ ପ୍ରତିଷ୍ଠିତ ହୁଅ। ମୁଁ ଅଫିସରେ ବାହାରେ ଦେଖିବେ ସେ ଦେଖିବାଟା କିଛି ନୁହଁ। ତାପରେ ମୁଁ ଅଫିସରେ କୁହେ ଯଦି ଆମେ ଯଦି ସବୁଦିନ 10ଟା ବେଳେ ଯାଉଛନ୍ତି ତାହେଲେ 50% ଲୋକ ମାନେ ଆମେ ଆଶା କରିବା ଯେ ସବୁବେଳେ 10ଟା ସମୟରେ ଆସ, ଆଉ 50% ଚିନ୍ତା କରିବେ ଯେ ସାର୍ 10ଟା ବେଳେ ଆସୁଛନ୍ତି ତେଣୁ ଆମେ ସମସ୍ତେ ଯିବା। ତେଣୁ ଆମେ ଯେତେ ସତ୍ ହବା ସେତିକି ବା କର୍ତ୍ତବ୍ୟନିଷ୍ଠ ହବା। ଆମେ ଯଦି ସକାଳ ସମୟରେ ସମୟକୁ ନ ପହଞ୍ଚିବା, ଆମେ ଯଦି ନ ପହଞ୍ଚିବା ଠିକ ସେ କାମ ଠାକୁରଙ୍କ କାମ ନ କରିବା ତାହେଲେ ଅନ୍ୟମାନେ କରିବେ ବୋଲି ଭାବିବା କେମିତି, ଆଉ ସେ ତାଙ୍କ ପ୍ରତି ତାର ପ୍ରଭାବଟା ପଡ଼ିବ କେମିତି। ତେଣୁ ନିଜେ ଆଗ ସେଥିରେ ପ୍ରତିଷ୍ଠିତ ହେବା ଦରକାର। ସେଥିପାଇଁ ସର୍ବାନ୍ତ ଭାବରେ ହିଁ ସବୁ କରିବେ, ତାଙ୍କ ଉପରେ ସେଇ ନିର୍ଭରତା ଆମର ଦରକାର। ଅର୍ଜୁନ ସରିଗଲା ଯୁଦ୍ଧ, ଦ୍ରୋଣ ମରିଗଲେ, ଭୀଷ୍ମ ଚାଲିଗଲେ, ଶରସଜ୍ଜା କଲେ, କର୍ଣ୍ଣ ଆସିଲେ, ଅର୍ଜୁନ ପଚରାଗଲେ ଭଗବାନ କହିଲେ, ମାନେ ସେ ପ୍ରକୃତ ତ ଭୀଷ୍ମକୁ ମାରି ନାହିଁ ନା, ଭୀଷ୍ମ ତାଙ୍କ ମାନଙ୍କୁ ଭଗବାନ କହିଲେ, ସେ ଶରସଜ୍ଜା କଲେ ଗଲା। ଦ୍ରୋଣକୁ କହିଲେ ତ ପୁଅ ମରିଯାଇଛି, ସେ ତାକୁ ଦୁଃଶୋଧନ କାଢିଦେଲା ମୁଣ୍ଡ, ସେ ସେଥିରେ ଗଲା। ଏଇ ଯୋଉ ଆସିଲା କର୍ଣ୍ଣ ଚିନ୍ତା କଲେ ରାଗ ସହିତ କେମିତି ଯୁଦ୍ଧ କରିବୁ, ସେ ଖାଲି ତାକୁ କିଏ କଣ ପରୀକ୍ଷା କରିଥାନ୍ତି। ସେ କହିଲେ ଗୋଟେ ପାଣି ଦେଖିଲେ, କହିଲେ ତୁମେ ଥିଲେ ପ୍ରଭୁ ମୋର କାହାରେ ଘର, ତୁମେ ଯଦି ମୋର ଅଛ ତାହେଲେ ମୁଁ ଏ କର୍ଣ୍ଣ ଫର୍ଣ୍ଣ ଯାକୁ କଣ ସବୁ ଆଉ ତାକୁ କାହିଁ ଡରିବାକୁ ଯିବି। ଏତିକି କଥା ଶୁଣିବାକୁ ଭଗବାନ ଚାହୁଁଛନ୍ତି। ଭଗବାନ ତ ସବୁ କାମ କରୁଛନ୍ତି, ସେ କିନ୍ତୁ ତାଙ୍କ ଭିତରେ ଆମ ଭିତରେ ଯୋଉ ସତ୍ସାହସତା ଅଛି, ଯେ ପ୍ରକୃତ ତୁମ ନିର୍ଭରତା ଅଛି, ସେ ତୁମକୁ ପାଣି କରିନେବେ, ତାହେଲେ ଏଇ ଭାବନଟା ଆମ ଦରକାର। ତେଣୁ ଆଜି ଆମର ଯୋଉ ବାର୍ଷିକ ଉତ୍ସବ, ପ୍ରକୃତରେ ଆମେ 31 ବର୍ଷ ପଦାର୍ପଣ କଲୁଣି, କିନ୍ତୁ ସେଇ ଆମର ମାନେ ଯାହା କୁହନ୍ତି ଅବଚେତନ ମନରେ ଆମେ ରହିଛୁ ବୋଲି ମୁଁ ଭାବରେ, ମୁଁ ସମସ୍ତଙ୍କ କଥା କହୁନି ଯେ ଆମେ ପ୍ରକୃତ ଠାକୁରଙ୍କ ପ୍ରତି ସେତିକି ଚେତନଶୀଳ ହେଇଛୁ, ସେ କଥା ଆମେ କହିପାରୁନି। ଠାକୁରଙ୍କ ପାଖରେ ପ୍ରାର୍ଥନା ଆମ ଭିତରେ ସେଇ ଚେତନ ଭାବ ସୃଷ୍ଟି କରନ୍ତୁ, ଯେ ତୁମେ ପ୍ରଭୁ ଥିଲେ ମୋର କାହାରେ ଡର, ସେଇ ଭାବନା ଆମେ ସୃଷ୍ଟି ହେଉ। ଆଉ ଠାକୁରଙ୍କ କାର୍ଯ୍ୟ କରିବା ପ୍ରତି ଆମର ସମସ୍ତ ଶକ୍ତି ଆମ ଭିତରେ ସୃଷ୍ଟି ହେଉ। ଆମେ ତାଙ୍କର କାମ କରି ଠାକୁରଙ୍କର ଯୋଉ ଇଚ୍ଛାକୁ ପୂରଣ କରିପାରିବୁ। ମୋ ସମସ୍ତ ପ୍ରସ୍ତୁତ ଚିନ୍ତା ଜ୍ଞାନିତା କରୁଛି। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।